ତାଳମଳିଆ ମିର୍ଦ୍ଧାସାହିରେ ମାଘ ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଆମ୍ବସରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାଳମଳିଆ ଗ୍ରାମର ମିର୍ଦ୍ଧାସାହିରେ ମାଘ ପୂର୍ଣ୍ଣିମା ମହୋତ୍ସବ ଯଥାବିଧିରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିକଟସ୍ଥ ନାଳରୁ ଗଙ୍ଗାମାତାକୁ ପୂଜାବିଧି ଅନୁସାରେ ନିମନ୍ତ୍ରଣ କରି କଳସୀରେ ଗଙ୍ଗାମାତାକୁ ଜଳ ଧରି ସଂକୀର୍ତ୍ତନ ନାମ ବାଦ୍ୟର ତାଳେ ତାଳେ ଓ ହରିବୋଲ ହୁଳହୁଳି ଶବ୍ଦରେ ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ଶିକ୍ଷାବିତ୍ ଆକୁଳ ଚନ୍ଦ୍ର ପ୍ରଧାନ ହୋମରେ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ସଭାପତି ଶିବରାମ ପ୍ରଧାନ, ସମ୍ପାଦକ ଘାସିନାଥ ବେହେରା, ସଭ୍ୟଶ୍ରୀ ଜଗଦୀଶ ପ୍ରଧାନ, ସୁମନ୍ତ ପ୍ରଧାନ, ପ୍ରଦୀପ ପ୍ରଧାନ, ଉଦୟନାଥ ପ୍ରଧାନ, ରସାନନ୍ଦ ପ୍ରଧାନ, ସରୋଜ ପ୍ରଧାନ ସମେତ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ। ଉକ୍ତ ସମ୍ମିଳନୀରେ 5 ଗୋଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ମହିଳା ସଂକୀର୍ତ୍ତନ ସମ୍ମିଳନୀର ମଜା ନେବା ସହ ଠାକୁରଙ୍କ ଆଶୀଷ ଭିକ୍ଷା ଗ୍ରହଣ କରିଥିଲେ। ନାରୀ ନେତ୍ରୀ ତିଳୋତ୍ତମା ପ୍ରଧାନ ଓ ଝୁନୁବାଳା ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଉଦ୍ଘାଟନ ହୋଇ ଉଦ୍ଯାପିତ ହୋଇଯାଇଛି। ଆତ୍ମଲିକ ସମାଚାରକୁ ଫଲୋ କରନ୍ତୁ, ଲାଇକ୍ ଦିଅନ୍ତୁ, ସେୟାର କରନ୍ତୁ, କମେଣ୍ଟ ଦିଅନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆତ୍ମଲିକ ସମାଚାର ସହିତ ଯୋଡ଼ି ହୁଅନ୍ତୁ। ରହିଲି, ନମସ୍କାର।